ବାହାଘର ପାଇଁ ସବୁ କିଛି ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଆପଣ ପୂର୍ବ ଭିଡିଓ ଦେଖିଥିଲେ କି ସବୁ କିଛି ସଫା କାମ ଗୁଡାକ ସରିଯାଇଥିଲା। ସେଇଥିପାଇଁ କି ମୋ ସାଙ୍ଗ ମୁଁ ମିଶି ଭାରି ପଡିଥିଲୁ ଇନଭିଟେସନ କାର୍ଡ ଗୁଡାକ ଦବା ପାଇଁ। କିନା ମାତ୍ର ଆଉ 2 ଦିନ ରହିଲା ବାହାଘରକୁ। ଯେ ଯଦି କାର୍ଡ ନ ଦିଆଉଛି ତାହେଲେ ଆଉ ଦେଇ ବି ହବନି। ସେଇଥିପାଇଁ କି ଆମେ ଆଉ ଲେଟ୍ ନ କରିକି ଜଲ୍ଦି ଜଲ୍ଦି ଭାରି ପଡିଥିଲୁ ଗୋଟେ ସାଙ୍ଗ ଘରକୁ। ଏତିକି ଭିତରେ ଆମେ ଆସି ଯମୁନାସୁଲ ସି ବିଚ୍ ପାଖାପାଖି ପହଞ୍ଚି ଯାଇଥିଲୁ। ସେଠି ଆସି ପହଞ୍ଚିଲା ପରେ ଆମେ ପ୍ରଥମେ ତାଙ୍କୁ ଗୋଟେ କାର୍ଡ ଦେଇ ଦେଇଥିଲୁ। ଭିତରେ କହିବାକୁ ଗଲେ ସାଙ୍ଗ ଆମର ଘରେ ନଥିଲା। ସେଇଥିପାଇଁ କି ଇନଭିଟେସନ କାର୍ଡ ଟିକୁ ଜେଜେମାକୁ ଦେଇକି ପଳେଇ ଆସିଲୁ। ଯେ କି ବହୁତ ଦିନ ତଳେ ବହୁତ ଜୋରେ ବର୍ଷା ହଉଥିଲା। ଏବେ ଯୋଉ ଖରା ହଉଛି ଏ ଖରାରେ ପୁରା ମୁଣ୍ଡ କଣ ହେଇଯାଉଛି। ସେଇଥିପାଇଁ କି ଆମେ ପଳେଇ ଆସିଲେ ଦୋକାନରୁ କୋଲ୍ଡ ଡ୍ରିଙ୍କ୍ସ ପିଇବା ପାଇଁ। ଯଦି ତଣ୍ଟିରେ ଟିକେ ପାଣି ନ ପଡିବ ତାହେଲେ ହାଲତ ଆହୁରି ବିଗିଡି ଯିବ। ଏତିକି ଭିତରେ ଆମେ କୋଲ୍ଡ ଡ୍ରିଙ୍କ୍ସ ପିଇ ସାରି ଭାରି ପଡିଲୁ ଆଉ ଗୋଟେ ଜାଗା କହିବାକୁ ଗଲେ ମୋ ମାମୁ ଘର ପାଖକୁ ଆମେ ଯାଉଛୁ। ସେଇଥିପାଇଁ ଆମେ ଭେଲପୁରା ଜଗନ୍ନାଥ ମନ୍ଦିର ପାରିକି ଆମେ ଭାନୁପୁର ଆସି ପହଞ୍ଚି ଯାଇଥିଲୁ। ଏତିକି ଭିତରେ ମୋ ମାମୁ ଘର ଆସି ଆମେ ପହଞ୍ଚି ଯାଇଥିଲୁ। ମାମୁ ଘର ପହଞ୍ଚିଲା ପରେ ମୋ ସାନ ଭାଇକୁ ଗୋଟେ କାର୍ଡ ଦେଇ ଆସିଲେ। ବହୁତ ଦିନ ପରେ ସାନ ଭାଇଟା ଆମର ଘରକୁ ଆସିଥିଲା। ଭଲ ହେଲା ଯେ ତା ସହିତ ବି ଦେଖା ହେଇଗଲା। ଏତିକି ଭିତରେ ତାକୁ ଆମେ କାର୍ଡ ଦେଇ ପୁଣି ଭାରି ପଡିଲୁ ଆଉ ଗୋଟେ ଜାଗା। ଏପଟେ ଆହୁରି ଜଣେ ସାନ ଭାଇକୁ ଆମର କାର୍ଡ ଦେବାର ଥିଲା। ତାକୁ ପୁଣି କାର୍ଡ ଦେଇ ସାରି ଆମେ ପୁଣି ଥରେ ଭାରି ପଡିଲୁ ଆଉ ଗୋଟେ ଜାଗା। ତ ଲାଗୁଛି ଆଜି ଦିନଟା ଯାକ ଯଦି କାର୍ଡ ବାଣ୍ଟା ଯିବ ତାହେଲେ ସରିବନି। ଏତିକି ଭିତରେ ଆମେ ଆସି ଆଉ ଗୋଟେ ସାଙ୍ଗ ଘର ପାଖରେ ପହଞ୍ଚି ଯାଇଥିଲୁ। ସେଠି ବି ପହଞ୍ଚିଲା ପରେ ଆମେ ତାକୁ ଗୋଟେ କାର୍ଡ ଦେଇ ଦେଇଥିଲୁ। ଏତିକି ଭିତରେ ଆମେ ପାଖାପାଖି ବହୁତ ସାରା ସାଙ୍ଗ ମାନଙ୍କୁ କାର୍ଡ ଗୁଡାକ ଦେଇ ସାରିଥିଲେ। ଜଣା ପଡିବ ବାହାଘରରେ କେତେ ଜଣ ଆସୁଛନ୍ତି। ଇନଭିଟେସନ କାର୍ଡ ଦଉ ମୋ ହାଲତ ପୁରା ଖରାପ ହେଇସାରିଥିଲା। ପାଖାପାଖି ଦିନ ଆସି 2ଟା ହେଲାଣି ମତେ ବହୁତ ଜୋରେ ଭୋକ ଲାଗି ଯାଇଥିଲା। ସେଇଥିପାଇଁ ଆମେ ପ୍ରଥମେ ଗୋଟେ ହୋଟେଲ ଯାଇକି କିଛି ଖାଇବା ଖାଇ ନେଇଥିଲୁ। ଗୋଟେ ଖାଇଲା ବେଳେ ମୋ ସାଙ୍ଗ କହୁଥିଲା ଟେନସନ ନାନି ଆହୁରି ବହୁତ ସାରା କାମ ଗୁଡାକ ଅଛି। କହିଲି ମୋ ଭାଇଟା ପରା ମତେ ଏଇ ଥରକ ମାନ ଛାଡି ଦେ। ମୁଁ କେବେ ବି କୋଉ ସାଙ୍ଗ ବାହାଘରକୁ ଯିମିନି। ଟେନସନ ନାନି ବାହାଘରଟା ସରିଯାଉ ତାପରେ ତୁ ପଳେଇବୁ। ମୁଁ ବି ଏପଟେ କିଛି କହିପାରୁନଥିଲି କାହିଁକି ନା ମୋ ସାଙ୍ଗ ନା ବାହାଘର ଦିନଟା ଆସୁ ତା ବିଚାରଟା ମୁଁ ଭଲ କି କରିବି। ଏତିକି ଭିତରେ ଆମେ ସବୁଆଡେ କାର୍ଡ ଗୁଡା ଦେଇ ସାରିବା ପରେ ଘର ପାଖରେ ଆସି ପହଞ୍ଚି ଯାଇଥିଲୁ। କାଲି ଯେହେତୁ ପୂଜା ସେଇଥିପାଇଁ ସବୁ କିଛି କାମ ଅଲରେଡି ସରିଗଲାଣି। କାଲି ପୂଜା ସହିତ ମୋ ନିଶା ଯାତ୍ରା ବି ହବାକୁ ଯାଉଛି। ଆଉ ଆପଣ ମାନେ ଦେଖିବେନି କି ଯଦି ଦେଖିବାକୁ ଚାହୁଁଛନ୍ତି ତାହେଲେ ଜଲ୍ଦି ଗୋଟେ ସବସ୍କ୍ରାଇବ କରିଦିଅନ୍ତୁ। ରହିଲି ସାଙ୍ଗମାନେ କାଲି ପୁଣି କଣ ହଉଛି ନେକ୍ସଟ ଭିଡିଓ ନିହାତି ଦେଖେଇବି। ଜୟ ଜଗନ୍ନାଥ।